ଗୋଟେ ମଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓ ପ୍ଲେ ଦେଖନ୍ତୁ ପିଲେ ଆମେ ଡିସ୍କସନ୍ କରିବା କରିପେପର୍ ଯେଉଁଟା ଆମର 10 ରହୁଛି ୟୁନିଟ୍ 1 ରୁ 4 ପର୍ଯ୍ୟନ୍ତ ଏଇ ଗୋଟିଏ ଭିଡ଼ିଓ ଆପଣଙ୍କର ମାରାଥନ୍ କ୍ଲାସ୍ ଯେଉଁଟାକି ଆମର ସର୍ଟ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା ଯେଉଁଙ୍କର ଏକ୍ଜାମ୍ ଅଛି ନିହାତି ଭାବରେ ଆମର ଭିଡ଼ିଓ ସମସ୍ତେ ଲାଷ୍ଟ ତକ ଦେଖିବେ ଆମକୁ ବହୁତ ହେଲ୍ପଫୁଲ୍ ହେଇପାରିବ ବୁଝିପାରିଲେ। ତ କରିପେପର୍ 10 ୟୁନିଟ୍ ୱାଇଜ୍ ମାନେ ପ୍ରଥମ ୟୁନିଟ୍ରୁ ଆମେ ଦେଖିବା ପ୍ରଥମ ୟୁନିଟ୍ରୁ କ'ଣ ଅଛି ଲଛମା ଯେଉଁଟାକି ଫକୀରମୋହନ ସେନାପତି କିମ୍ବା ଆଜିର ମଣିଷ କାଳିନ୍ଦୀ ଚରଣ ପାଣିଗ୍ରାହୀ। ତ ଏହାର ସର୍ଟ କ୍ୱେଶ୍ଚିନ୍ ଆମେ ଆଜି ଏଇ ଗୋଟିଏ ଭିଡ଼ିଓରେ ସାରିବା। ତ ସମସ୍ତେ ଭିଡ଼ିଓକୁ ସମସ୍ତେ ଲାଇକ୍ କରିବେ, ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଯିବେ। ତ ଚାଲନ୍ତୁ ଫଟାଫଟ ଆମେ ଷ୍ଟାର୍ଟ କରିବା ଏଇଟା ଆମର ମାରାଥନ୍ କ୍ଲାସ୍। ତ ଦେଖ ପ୍ରଥମ କ୍ଲାସ୍ ଆମର ପ୍ରାକ୍ଟିସ୍ ମଧ୍ୟ ହେଇଯିବ, ସମସ୍ତେ ଶୁଣିକି ମନେ ରଖିବେ। ତ ଦେଖନ୍ତୁ ପ୍ରଥମ କ୍ଲାସ୍ ମାନେ ପ୍ରଥମ କ୍ୱେଶ୍ଚିନ୍ ରହୁଛି ଆମର ଫକୀରମୋହନ ସେନାପତିଙ୍କୁ କେଉଁ କବି କୁହାଯାଏ। ତ ଫକୀରମୋହନ ସେନାପତିକୁ ବ୍ୟାସ କବି ଫକୀରମୋହନ ସେନାପତି ବୋଲି କୁହାଯାଏ। କେତେ ବର୍ଷ ବୟସରେ ଫକୀରମୋହନ ନିଜ ପିତାଙ୍କୁ ହରାଇଥିଲେ? 1.5 ବର୍ଷ ବୟସରେ ଫକୀରମୋହନ ନିଜ ପିତାକୁ ହରାଇଥିଲେ। ଦେଖନ୍ତୁ କ୍ୱେଶ୍ଚିନ୍ ଯଦି ଗୋଟିଏ ବାକ୍ୟର ଉତ୍ତର ଲେଖୁ ତାହେଲେ କ୍ୱେଶ୍ଚିନ୍ ଆସିବ କେତେ ବର୍ଷ ବୟସରେ ଫକୀରମୋହନ ନିଜ ପିତାଙ୍କୁ ହରାଇଥିଲେ, ମାନେ 1.5 ବର୍ଷ ଏମିତି ଲେଖିବେ, ମାନେ ଅଧିକ କିଛି ଲେଖିବେ, ଯେତିକି କ୍ୱେଶ୍ଚିନ୍ ଆସୁଛି ସେତିକି ଆପଣମାନେ ଲେଖିବେ। ଦେଖନ୍ତୁ କେବେ ଫକୀରମୋହନ ବାମଣ୍ଡା ରାଜଦରବାର ଦ୍ୱାରା ସରସ୍ୱତୀ ଉପାଧି ଭୂଷିତ ହୋଇଥିଲେ? ଏଇଟା ଆପଣଙ୍କର 1916 ଖ୍ରୀଷ୍ଟାବ୍ଦରେ ହେଲା। ଏଇଟା ଏମିତି କ୍ୱେଶ୍ଚିନ୍ ଏତିକି ଆସିବନି। ଫକୀରମୋହନ ସେନାପତି କେଉଁ ସଂକ୍ରାନ୍ତି ତିଥିରେ ଜନ୍ମଗ୍ରହଣ କରିଥିଲେ? ଏଇଭଳିଆ କ୍ୱେଶ୍ଚିନ୍ ଆସିବ ମକର ସଂକ୍ରାନ୍ତି ହେଲା। ଫକୀରମୋହନଙ୍କ ଭାରତବର୍ଷର ଇତିହାସ ପ୍ରଥମ ଭାଗ କେବେ ପ୍ରକାଶିତ ହୋଇଥିଲା? 1969 ମସିହା। ଫକୀରମୋହନ ସେନାପତିଙ୍କ ପ୍ରଥମ ଉପନ୍ୟାସ 6 ମାଣ 8 ଗୁଣ୍ଠ କେଉଁ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା ଆମର ଉତ୍କଳ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ଆମର 6 ମାଣ 8 ଗୁଣ୍ଠ ଆମର ଉପନ୍ୟାସଟି ରଚିତ ହୋଇଥିଲା। ଫକୀରମୋହନ ସେନାପତି କେତୋଟି ଉପନ୍ୟାସ ରଚନା କରିଛନ୍ତି? ତାଙ୍କର ଦେଖନ୍ତୁ 4ଟି ଉପନ୍ୟାସ ଆମେ ପଢ଼ିଥିଲେ ହେଲା। କ'ଣ କ'ଣ ଆମେ ଦେଖିବା? ମାମୁଁ ହେଲା, ମାମୁଁ ଉପନ୍ୟାସର ରଚୟିତା କିଏ? ମାମୁଁ ଉପନ୍ୟାସ ସେ ଜଣେ ଆଉ ଗୋଟେ ଲେଖିଛନ୍ତି ଯେଉଁଟା ଫକୀରମୋହନ ସେନାପତି, ବୁଝିପାରିଲେ। 6 ମାଣ 8 ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ ହେଲା, ଏଇଭଳି ଆପଣଙ୍କୁ 4ଟି ସେ ଲେଖିଛନ୍ତି। ଏଇଟା ଆପଣଙ୍କର ଫକୀରମୋହନ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଫକୀରମୋହନ ସେନାପତିଙ୍କ ରଚନା ନୁହେଁ? ପୁଷ୍ପମାଳା ଲେଖିଛନ୍ତି, ପଲ୍ଲୀଚିତ୍ର ଲେଖିଛନ୍ତି, ପଲ୍ଲୀଚିତ୍ର ନୁହେଁ, ଅବସର ବାସର ପୂଜା ଫୁଲ ସେ ଲେଖିଛନ୍ତି ହେଲା, ଏଇଟା ନୁହେଁ। ତ ଏଇଟା କରେକ୍ଟ ଆନ୍ସର୍ ହେବ। ନବାବ ଆଲିବର୍ଦ୍ଦନ ଖାଁ କେତେ ଟଙ୍କା ଋଣ ନେଇଥିଲେ? କେତେ ଟଙ୍କା ନେଇଥିଲେ? 80 ଲକ୍ଷ ଟଙ୍କା ନେଇଥିଲେ ହେଲା, 80 ଲକ୍ଷ ଟଙ୍କା। ମାନଧାତାଙ୍କ ଅଧୀନରେ କେତେ ଜଣ ବୃତ୍ତଭୋଗୀ ଖଣ୍ଡାୟିତ ପାଇକ ଥିଲେ? 30,000। କେତେ ଜଣ ପାଇକ ରାଜସିଂହା ଦ୍ୱାରରେ ହାଜର ହୋଇ ମଜୁରା କରୁଥିଲେ? 3 ଲକ୍ଷ ଟଙ୍କା ବା 3 ଲକ୍ଷ। କେଉଁ ନଦୀର ଉତ୍ତର କୂଳରେ ମଧୁମଳକାନ୍ତି ନାମକ ଗୋଟିଏ ଗ୍ରାମ ଥିଲା? ସୁବର୍ଣ୍ଣରେଖାରେ। ପରବର୍ତ୍ତୀ ଦେଖିବା, ଫକୀରମୋହନ ସେନାପତିଙ୍କ ଲଛମା କେଉଁ ଧରଣର ଉପନ୍ୟାସ? ଆମେ ଏଇଟା ଆପଣଙ୍କର ଗୋଟିଏ ଐତିହାସିକ ଧରଣର ଉପନ୍ୟାସ ବୋଲି ଜାଣିଛେ। ଲଛମା ଉପନ୍ୟାସର ନାୟକ କିଏ? ବାଦଲ ସିଂହ ହେଲା, ମନେ ରଖିବେ, କ୍ୱେଶ୍ଚିନ୍ ଆସିବ। ଲଛମାର ସ୍ୱାମୀଙ୍କ ନାମ କ'ଣ? ଲଛମାର ସ୍ୱାମୀଙ୍କ ନାମ ହେଉଛି ବାଦଲ ସିଂହ ହେଲା, ତାଙ୍କର ଲଛମା ହେଲା। ଏଇଠି ଲଛମା ଆମେ ପଢ଼ୁଛୁ ମାନେ ଲଛମା ନିଜେ ହିଁ ତାଙ୍କର ଗୋଟେ ଚରିତ୍ର ହେଉଛି ବାଦଲଙ୍କର ସ୍ତ୍ରୀ। ପରବର୍ତ୍ତୀ ଦେଖିବା, ସବୁଜ ଗୋଷ୍ଠୀର ବୟୋଜ୍ୟେଷ୍ଠ କିଏ ଥିଲେ? କାଳିନ୍ଦୀ ଚରଣ ପାଣିଗ୍ରାହୀ। ଦେଖନ୍ତୁ କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଜିର ମଣିଷ ଆମେ ମାନେ ଆସିବ କ୍ୱେଶ୍ଚିନ୍ ଆପଣଙ୍କର। ମୁଁ ପ୍ରତ୍ୟେକ ଲଙ୍ଗ୍ କ୍ୱେଶ୍ଚିନ୍ ଆପଣଙ୍କୁ ପ୍ରୋଭାଇଡ଼ କରିଦେଇଛି, ଆପଣ ଯାଇକି ପ୍ଲେଲିଷ୍ଟରୁ ଚେକ୍ କରିବେ କିମ୍ବା ମୁଁ ତାର ଡେସ୍କ୍ରିପସନ୍ ତଳେ ଦେଇଦେବି, ଆପଣମାନେ ପାଇପାରିବେ। ନହେଲେ ଆପଣ ଟେଲିଗ୍ରାମରେ ମୋତେ ମେସେଜ୍ କରନ୍ତୁ, ଟେଲିଗ୍ରାମରେ ମୁଁ ଆପଣଙ୍କୁ ପ୍ରୋଭାଇଡ଼ କରିଦେବି ତାର ପ୍ରତ୍ୟେକଟି ଲଙ୍ଗ୍ କ୍ୱେଶ୍ଚିନ୍। ପରବର୍ତ୍ତୀ ଦେଖନ୍ତୁ, ମାଟିର ମଣିଷ ଉପନ୍ୟାସର ଔପନ୍ୟାସିକ କିଏ? କାଳିନ୍ଦୀ ଚରଣ ପାଣିଗ୍ରାହୀ, ଜାଣିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ। ନିମ୍ନଲିଖିତ ମଧ୍ୟରୁ କେଉଁଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ଅଟେ? ତ ଏଇଟା ଗୋଟେ ମୁକ୍ତାଗଡ଼ର କ୍ଷୁଧା ତାଙ୍କର ଅଟେ ହେଲା। 6 ମାଣ ଫକୀରମୋହନ ଲେଖିଛନ୍ତି, ମାଟି ମଟାଲ ଲଛମା ଲେଖିଛନ୍ତି, ମୁକ୍ତାଗଡ଼ର କ୍ଷୁଧା ତାଙ୍କର ଆମର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର। ପରବର୍ତ୍ତୀ ଦେଖନ୍ତୁ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର କାବ୍ୟ ନାଟିକାର ନାମ କ'ଣ? ସମ୍ୟା। କେବେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଭରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ଉପାଧି ପାଇଥିଲେ? 1971 ମସିହା। ଦିବାକରଙ୍କର ସ୍ତ୍ରୀଙ୍କ ନାମ କ'ଣ? ସାବିତ୍ରୀ। ସାବିତ୍ରୀଙ୍କ ବାଲ୍ୟ ବନ୍ଧୁ କିଏ ଥିଲେ? ଗୌରୀ ହେଲା, ତାଙ୍କର ବନ୍ଧୁ ଥିଲେ ଗୌରୀ। ଯୁଦ୍ଧ କରୁଥିବା ଲୋକଙ୍କର ଚିକିତ୍ସା ପାଇଁ କିଏ ବର୍ମା ଯିବାକୁ ବାହାରିଥିଲେ? ଡାକ୍ତର ବିଦ୍ୟୁସାଗର। କିଏ? ଡାକ୍ତର ବିଦ୍ୟୁସାଗର। ଆଜିର ମଣିଷ ଉପନ୍ୟାସଟି କେଉଁ ନାମରେ କଟକ ଅଶୋକବାଣୀ ତରଫରୁ ପ୍ରଚାରିତ ହୋଇଥିଲା? ଗୌରୀ ନାମରେ ହେଲା। କ୍ୱେଶ୍ଚିନ୍ ଆସିବ, ଆପଣମାନେ ପଢ଼ିଦେବେ। ମୁଁ ଏହାର PDF ମଧ୍ୟ ଛାଡ଼ି ଦେଇଛି, ଆପଣମାନେ ଯାଇକି ଦେଖିପାରିବେ, PDF ପଢ଼ିଲେ ଆପଣମାନେ ବୁଝିପାରିବେ ହେଲା। ଫକୀରମୋହନ ଦେଖନ୍ତୁ, ଏଇଟା ଗଲା ଆମର 1 ମାର୍କ MCQ ଟାଇପ୍ର। ଆମେ ଏବେ 1 ମାର୍କର ପଢ଼ିବା, 1 ମାର୍କର ଆପଣଙ୍କର କେମିତି ଆସିବ ଆମେ ଦେଖିବା ହେଲା। ତ ଦେଖନ୍ତୁ, ଫକୀରମୋହନ ସେନାପତି କେବେ ଜନ୍ମଗ୍ରହଣ କରିଥିଲେ? 1843 ଖ୍ରୀଷ୍ଟାବ୍ଦରେ ଫକୀରମୋହନ ସେନାପତି ଜନ୍ମଗ୍ରହଣ କରିଥିଲେ। କେତେ ବର୍ଷ ବୟସରେ ଫକୀରମୋହନ ନିଜ ମାତାଙ୍କୁ ହରାଇଥିଲେ? 250 ବର୍ଷରେ। ଫକୀରମୋହନଙ୍କ ମାତାଙ୍କ ନାମ ତୁଳସୀ ଦେବୀ ହେଲା, ମନେ ରଖିବେ ନିହାତି ଭାବରେ। ଲଙ୍ଗ୍ କ୍ୱେଶ୍ଚିନ୍ ଯେତେବେଳେ ଲେଖୁଛନ୍ତି ତାଙ୍କର ପରିଚୟ ନିହାତି ଦେବେ, ଯାହାଫଳରେ କି ଏଇଭଳି ଆପଣ ଲେଖିବେ
କିଛି ନା ହେଲେ পেজ ফুল হয়ে বুঝিপারে। বামন রাজদরবার দ্বারা ফকিরমোহন কে উপাধি ভূষিত হয়েছিল? ସରସ୍ୱତୀ। ଫକୀରମୋହନ ସେନାପତି ପିତାମହୀଙ୍କ ନାମ କ'ଣ ଥିଲା? କୁଚିଲା ଦେବୀ ଥିଲା। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ କେଉଁ ପୁସ୍ତକରେ ଫକୀରମୋହନଙ୍କର ଓଡ଼ିଆ ଅନୁବାଦ କରୁଥିଲେ? ଜୀବନ ଚରିତକୁ ହେଲା। ଫକୀରମୋହନଙ୍କର ଭାରତବର୍ଷ ଇତିହାସ ଦ୍ୱିତୀୟ ଭାଗ କେବେ ପ୍ରକାଶିତ ହୋଇଥିଲା? 1870 ଖ୍ରୀଷ୍ଟାବ୍ଦରେ। ଉତ୍କଳ ଭ୍ରମଣ କାହାଣୀର ରଚୟିତା କିଏ? ଫକୀରମୋହନ ସେନାପତି, ମନେ ରଖିବେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଫକୀରମୋହନଙ୍କର ପ୍ରଥମ ଉପନ୍ୟାସର ନାମ କ'ଣ? ବହୁତ ଇମ୍ପୋର୍ଟାଣ୍ଟ, 6 ମାଣ 8 ଗୁଣ୍ଠ। 1888 ମସିହାରେ ସେ ରଚନା କରିଛନ୍ତି 6 ମାଣ 8 ଗୁଣ୍ଠ। ପରବର୍ତ୍ତୀ ଦେଖନ୍ତୁ ଉପହାର ରଚନାଟି କାହାର? ଫକୀରମୋହନଙ୍କର। ପରବର୍ତ୍ତୀ ପ୍ରଶ୍ନ, କେଉଁ କର ନ ଦେବାକୁ ଔରଙ୍ଗଜେବ ଅନେକ ହିନ୍ଦୁ ଗ୍ରାମକୁ ପୋଡ଼ି ଜାଲି ଦେଇଥିଲେ? এইটা আপনার জিজিয়া কর। মরহটা পেশবা কিଏ ଥିଲେ? ବାଳାଜୀ ରାଓ। ମେଦିନୀପୁର ଠାରେ ଘାଟି କିଏ ଜଗିଥିଲେ? ସେନାପତି ମୀର ଫକିର। କେଉଁ ପୋଖରୀ ଚାରିପଟେ 4 ଗୋଟି ଦେଉଳ ଥିଲା? ବେଣ୍ଟ ପୋଖରୀ। ବିଦେଶିନୀର ନାମ କ'ଣ ଥିଲା? ଲଛମା। ଲଛମାର ଘର କେଉଁ ଗ୍ରାମରେ? ସିଂହାନ ଗ୍ରାମରେ ହେଲା। ସିଂହାନ ଗ୍ରାମରେ। ନବାବ ଆଲିବର୍ଦ୍ଦି ଖାଁଙ୍କ ନାତି କିଏ? କୋଶ୍ଚିନ୍ ଆସିବ। ନବାବ ଆଲିବର୍ଦ୍ଦି ଖାଁଙ୍କ ନାତି ହେଉଛନ୍ତି ସିରାଜ ଉଦୌଲା। ମନେ ନାହିଁ কবিতা সংকলন রচয়িতা দেখ মনে নাই ছুরিটিয়ে। এই কবিতা সংকলন কিଏ ଲେଖିଛନ୍ତି? କାଳିନ୍ଦୀ ଚରଣ ପାଣିଗ୍ରାହୀ। ଆମେ ଥାର୍ଡ଼ ସେମ୍ରେ ପଢ଼ିଥିଲେ ଯେଉଁଟାକି ଆମର ସବୁଜ ଯୁଗ ହେଲା। ସେଠାରେ ପଢ଼ିଥିଲେ କାଳିନ୍ଦୀ ଚରଣଙ୍କର ଯେଉଁଟାକି ଆମର କବିତା ସଂକଳନ ମନେ ନାହିଁ ଛୁରୀଟିଏ, ମନେ ରଖିବେ। ଲୁହାର ମଣିଷ ଉପନ୍ୟାସର ଔପନ୍ୟାସିକ ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ। ନିହାତି ମନେ ରଖିବେ ତାଙ୍କର ଉପନ୍ୟାସ ଗୁଡ଼ିକର ନାମ ରଚନା କର ବୋଲି କୋଶ୍ଚିନ୍ ଆସିପାରେ। ପରବର୍ତ୍ତୀ ଦେଖନ୍ତୁ ରାଶିଫଳ ଗଳ୍ପ ସଂକଳନର କାହାର ରଚନା? କାଳିନ୍ଦୀ ଚରଣ ପାଣିଗ୍ରାହୀ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀର ନାମ ବହୁତ ଇମ୍ପୋର୍ଟାଣ୍ଟ, ଅଙ୍ଗେ ଯାହା ନିଭେଇଛି। କାରଣ ଅଙ୍ଗେ ଯାହା ନିଭେଇଛି ତାଙ୍କର ଆତ୍ମଜୀବନର ନାମ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ କେଉଁ ଉପାଧିରେ ପ୍ରଦାନ କରାଯାଇଥିଲା? ଦେଖନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ ଡିଲିଟ୍ ଉପାଧିରେ ଭୂଷିତ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ? ବାରିକାଣୀ ଝିଅଟିର ନାମ କ'ଣ? ଉଷା ହେଲା। ଉଷା। ନୟାଗଡ଼ର ଦଳବେହେରାଙ୍କର ଜ୍ୱାଇଁ ହେବାଟା ଏକ ଗୌରବ କଥା ବୋଲି କିଏ କହିଛନ୍ତି? ଏଟାରେ ଦିବାକର ଦାସ କହିଛନ୍ତି ହେଲା। ଦିବାକର ଦାସ କହିଛନ୍ତି। ନୟାଗଡ଼ ଦଳବେହେରାଙ୍କର ତାଙ୍କର ଜ୍ୱାଇଁ କିଏ? ଦିବାକର। ପୁଅ ବାପକୁ ହତ୍ୟା କରିବା କେଉଁମାନଙ୍କର ପିତୃଭକ୍ତି ନମୁନା ଓ 3 ପୁରୁଷ ଅଭ୍ୟାସ ଥିଲା? ଦଳବେହେରାଙ୍କର। ଗୌରୀର ବାପାଙ୍କ ନାମ କ'ଣ ଥିଲା? ମଦନ। ମନେ ରଖିବେ। ଏବେ ପଢ଼ିବା ଆମେ ଗୋଟିଏ ବାକ୍ୟର ଉତ୍ତର ଦିଅ। ଗୋଟିଏ ବାକ୍ୟର ଉତ୍ତର ଦେଖନ୍ତୁ ସେଭଳିଆ କୋଶ୍ଚିନ୍। ଫକୀରମୋହନ ସେନାପତି କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଫକୀରମୋହନ ସେନାପତି ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ହେଲା 1843 ମସିହାରେ। ଫକୀରମୋହନଙ୍କର ପିତାଙ୍କ ନାମ କ'ଣ? ଫକୀରମୋହନଙ୍କ ପିତାଙ୍କ ନାମ ହେଉଛି ଲକ୍ଷ୍ମଣ ସେନାପତି। ଫକୀରମୋହନ ସେନାପତିଙ୍କ ପିତୃଦତ୍ତଙ୍କ ନାମ କ'ଣ? ବହୁତ ଇମ୍ପୋର୍ଟାଣ୍ଟ। ଫକୀରମୋହନଙ୍କ ପିତୃଦତ୍ତଙ୍କ ନାମ ଥିଲା ବ୍ରଜମୋହନ ହେଲା। ବ୍ରଜମୋହନ। ପ୍ରାୟଶ୍ଚିତ ଔପନ୍ୟାସିକ କିଏ? ଏଇଟା ଆପଣଙ୍କର ଫକୀରମୋହନ ସେନାପତି ଲେଖିଛନ୍ତି। ବୌଦ୍ଧାବତାର କାବ୍ୟର ରଚୟିତା ହେଉଛନ୍ତି ଫକୀରମୋହନ ସେନାପତି। ଫକୀରମୋହନଙ୍କର ଆତ୍ମଜୀବନ ନାମ ବହୁତ ଇମ୍ପୋର୍ଟାଣ୍ଟ। ଫକୀରମୋହନଙ୍କର ଆତ୍ମଜୀବନ ନାମ ହେଉଛି ଆତ୍ମଚରିତ। ମନେ ରଖିବେ ଆପଣଙ୍କର କୋଶ୍ଚିନ୍ ବହୁତ ଇମ୍ପୋର୍ଟାଣ୍ଟ ଅଛି। ଫକୀରମୋହନ ଆତ୍ମଜୀବନ ଚରିତ କେବେ ପ୍ରକାଶିତ ହୋଇଥିଲା? ଏଇଟା ଆପଣଙ୍କର କେବେ? 1918 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା। ଲଛମା ଏଇଟା ହେଲା। ଲଛମା ଉପନ୍ୟାସର ପ୍ରଥମ ପରିଚ୍ଛେଦରେ କାହା ବିଷୟରେ ବର୍ଣ୍ଣନା କରାଯାଇଛି? ତ ଲଛମା ଉପନ୍ୟାସର ପ୍ରଥମ ପରିଚ୍ଛେଦରେ ରାହାଜାନୀ ବିଷୟରେ ବର୍ଣ୍ଣନା କରାଯାଇଛି। କେଉଁମାନଙ୍କୁ ତସ୍କର ବୋଲି କୁହାଯାଏ? ମରହଟାମାନଙ୍କୁ ତସ୍କର ବୋଲି କୁହାଯାଏ। ନେକ୍ସଟ ଦେଖିବା ପରବର୍ତ୍ତୀ କ'ଣ ଅଛି? ସବୁଜ ବିପଦର ମୂଳ କାରଣ କିଏ ବୋଲି ଆଲିବର୍ଦ୍ଧ ଖାଁ ବୁଝିଲେ? ଆଲିବର୍ଦ୍ଧ ଖାଁ ବୁଝିଲେ ସବୁ ବିପଦର ମୂଳ କାରଣ ଭାସ୍କର ପଣ୍ଡିତ। ଭାସ୍କର ପଣ୍ଡିତ କେଉଁଠାରେ ମେରୁ ଖମ୍ବ ପୋତିଛନ୍ତି? ଭାସ୍କର ପଣ୍ଡିତ ବାଲେଶ୍ୱର ବନ୍ଦରଠାରେ ମେରୁ ଖମ୍ବ ପୋତି ବସିଛନ୍ତି। ଶ୍ରୀ ମାନଧାତାଙ୍କ ନଅର କେଉଁଠାରେ ଥିଲା? ଶ୍ରୀ ମାନଧାତାଙ୍କ ନଅର ରାୟବଣିଆ ଦୁର୍ଗଠାରେ ଥିଲା। ଲଛମାର ପିତାଙ୍କ ନାମ କ'ଣ ଥିଲା? ଲଛମାର ପିତାଙ୍କ ନାମ ଦେଉକଳ ସିଂ ଥିଲା। ଛୁରୀଟିଏ ଲୋଡ଼ା କବିତାର ସଂକଳନ ଏଇଟା ମଧ୍ୟ ଆପଣଙ୍କର ଛୁରୀଟିଏ ଲୋଡ଼ା କବିତାର ସଂକଳନ ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ ହେଲା। ମନେ ନାହିଁ ଛୁରୀଟିଏ, ମନେ ନାହିଁ ଛୁରୀଟିଏ ତାଙ୍କର କବିତା ସଂକଳନ। ଅମରଚିତ ଉପନ୍ୟାସର ଔପନ୍ୟାସିକ କିଏ? ଅମରଚିତ ଉପନ୍ୟାସର ଔପନ୍ୟାସିକ ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ। ଶେଷ ରଶ୍ମି ଗଳ୍ପ ସଂକଳନର ରଚନା କିଏ? ଶେଷ ରଶ୍ମି ଗଳ୍ପ ସଂକଳନ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରଚନା। ପଦ୍ମିନୀ ନାଟକର ରଚୟିତା କିଏ? ପଦ୍ମିନୀ ନାଟକର ରଚୟିତା ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ ହେଲା। এইভাবে আপনার সর্ট কোশ্চিন নেবে। ଦେଖିବା ଆମେ 2 ମାର୍କର କ'ଣ ଅଛି। ମୁଁ ଆପଣଙ୍କୁ 2 ମାର୍କର ଦେଖାଇ ଦେଉଛି, ସେ ଅନୁସାରେ ଆମେ ପଢ଼ିଦେବେ ହେଲା। ତ ପିତାମହୀ ଫକୀରମୋହନଙ୍କ ନାମ କାହିଁକି ଫକୀରମୋହନ ଥିଲେ? এইটা ଆପଣ ଟିକେ ସ୍କ୍ରିନଶଟ୍ ମାରିକି ପଢ଼ିଦେବେ। ଆଉ ଯଦି ମୁଁ ପଢ଼ିବି ତାହେଲେ ବହୁତ ଲେଟ୍ ହେବ। ଆମେ ଗୋଟିଏ ଭିଡ଼ିଓରେ ଟୋଟାଲି ଚାପ୍ଟର ମାନେ ୟୁନିଟ୍ 4 ତକ ଆମେ ପଢ଼ିବା ସର୍ଟ କୋଶ୍ଚିନ୍ ହେଲା। କୋଶ୍ଚିନ୍ ଦେଖନ୍ତୁ, ଭାସ୍କର ପଣ୍ଡିତ କିପରି ମୃତ୍ୟୁବରଣ କରିଥିଲେ? ତ କିପରି ମୃତ୍ୟୁବରଣ କରିଥିଲେ ତାହା ଆପଣ ଦେଖିଦେବେ। ବାଦଳ ସିଂହ ଓ ଲଛମା ଅପୂର୍ବ ମିଳନ ସଂଘଟିତ ହେଲା। କିପରି ସଂଘଟିତ ହେଲା ଦେଖିଦେବେ। ପରବର୍ତ୍ତୀ ପ୍ରଶ୍ନ,
देख मीर हबीब एवं तांको जन्मस्थान केउठी এইটা আপনার দেখিদেবে স্ক্রিনশট সমস্ত স্ক্রিনশট মারিদেবে তো ইন্দ্র কাহাকে হিংসা করে বলে দিবাকর কিন্তু কেউ পৃষ্ঠভূমিরে আজির মনীষ উপন্যাসটি পর্যবেসিত বহুত ইম্পর্টাট আপনার যদি সর্ট কোশ্চিন লং কোশ্চিনে মধ্যে লিখিপারে এই যে আজির মনীষ কেউ পৃষ্ঠভূমি উপরে আমি যেটাকে বিশ্বযুদ্ধ ও স্বাধীনতা আন্দোলনের পৃষ্ঠভূমি উপরে আজির মনীষ উপন্যাসটি পর্যবেসিত বলে আমি জানিছি তো স্বাধীনতা পরবর্তী সমাজের মনীষর মানসিকতা বিভিন্ন অববোধক আধার করে উপন্যাসটি গতিশীল সমাজকে পরিবর্তন করা স্বপ্ন নেই আইএএফ ফেল है आईए फेल दिवाकर असबर्ण विवाह करने इच्छा प्रकाश कर कौन वाक्यवीर समाज और संस्कार अनेक योजना प्रस्तुत कर तो ये आपको देखिए क्वेश्चन लंग क्वेश्चन ये पॉइंट किसी लिखिपारे 2 मार्क आम देखिए तु ही न शेखर किपर प्राण हर तो ये थे 1 2 देखिए आम सर्ट क्वेश्चन से स्क्रीनशट मारिक पढ़ी 2 मार्क दादीबुढ़ा गोपीनाथ महांती कि कालांतर सुरेंद्र महांती सर्ट क्वेश्चन आम डिस्कसन करवा तो प्रथम देखो आम क्वेश्चन हूँ परजा उपन्यास रचयिता होती गोपीनाथ महांती निम्नलिखित मध्य केउटी गोपीनाथ महांती उपन्यास नुहे तो यहाँ हरिजन है लय विलय सॉरी यहाँ से लिखिं लय विलय माटीर मनीष यहाँ नुहे है राहुर छाया यहाँ गोपीनाथ महांती उपन्यास नुहे कहे माटीर मनीष किए लिखिं कालिंदी चरण पाणिग्राही लिखिं किंतु यहाँ जाक हरिजन लिखिं गोपीनाथ महांती लय विलय लिखिं राहुर छाया लिखिं किंतु माटीर मनीष नुहे नेक्स्ट देखो दानापाणी उपन्यास कहार रचना यहाँ गोपीनाथ महांती दानापाणी से लिखिं नेक्स्ट परवर्ती प्रश्न देखा क्यों उपन्यास गोपीनाथ महांती ज्ञानपीठ पुरस्कार पाई यहाँ देखो बहुत इंपोर्टाट ज्ञानपीठ पुरस्कार माटी मडाल उपन्यास है माटी मडाल उपन्यास ज्ञानपीठ पुरस्कार पाई केते मसीह ये 1973 मसीह गोपीनाथ महांती केबे ज्ञानपीठ पुरस्कार पाई 1973 मसीह निहाती मन रखिए क्वेश्चन आसीपे क्यों उपन्यास कॉपीनाथ महांती केन्द्र साहित्य एकाडेमी पुरस्कार देखो केन्द्र साहित्य पुरस्कार से अमृतर संतान है उपन्यास से केन्द्र साहित्य कौन एकाडेमी पुरस्कार पाई बुझीपारे यहाँ मन रखिए क्यों गचर दादीबुढ़ार स्थापन होती बहुत इंपोर्टाट यहाँ आम खजुरी गचर दादीबुढ़ार स्थापन पाई प्राचीन प्रति ख्रीष्टान ठू हल पिछा केते आय कौन आदाय कर 4 अणा ओढ़ई बिरियानी झील किए संतोषी कुमारी ओढ़ई बिरियानी झील होती संतोष कुमारी केते वर्ष बयस ठेंगाजानी क्षेत्र में जंगल धरी 12 वर्ष बयस है ठेंगाजानी क्या नहीं आसाम पलि संतोष कुमारी को है ओढ़ई रानी बिरियानी झील को आसाम पलि जाता संतोष कुमारी को औपन्यासिक सुरेंद्र महांती केबे जन्म करते देखो 1922 मसीह सुरेंद्र महांती जन्मग्रहण करते बधू और प्रिया उपन्यास उपन्यासिक किए सुरेंद्र महांती लिखिं बधू और प्रिया बहुत बढ़िया क्वेश्चन माने एक क्वेश्चन आम मन रखिए निम्नलिखित मध्य केउटी सुरेंद्र महांती एक चरित्रमूलक उपन्यास यहाँ कूलबंधु है तो समस्ते आउ थे वीडियो समस्ते लास्ट देखिए कहीं आपको रिविजन हो जाए पढ़ी पढ़ी शुणी शुणी मन रखु रिविजन हो सर्ट क्वेश्चन आपको देखा पड़ो कितु जहाँ भी पढ़ुं सर्ट क्वेश्चन को माने क्वेश्चन भितर आसटे भल भाव देखिए क्यों उपन्यासटी सुरेंद्र महांती जगन्नाथ कैंद्रिक उपन्यास अटे नीलाद्री विजय गोविंद तिहाड़ी कचिला वरुण केते जमीन कौन निशामणि स्व नाम कि 4 गुंठ निशामणि महांती नाती किए सूर्यमणि है परवर्ती देखा सूर्यमणि ठारू दल गोविंद केते टंकार ढीओटी हाँ ढीओटी कि तो यहाँ केते टंकार हे 800 टंकार नदी मठरे किए रोते अनाम दास केते वर्ष बयस केतक विधवा होता 20 वर्ष एवं देखो कालांतर आसे कालांतर उपन्यास सर्वमोट केतोटी परिच्छेद रही 12टी परिच्छेद आम पढ़ी 12टी परिच्छेद कालांतर एक केउ धरण उपन्यास यहाँ सामाजिक उपन्यास बोले कहपा कालांतर बुझीपारे सामाजिक उपन्यास आम कालांतर जो आम पढ़ीचे आम कौ पृष्ठभूमि उपर आम माने कौन पढ़ी ये आमको जोटा कि रोचे कौन झड़ बात्या है झड़ बात्यार पृष्ठभूमि पर कालांतर सामाजिक उपन्यास को आम पढ़ी प्रथम एवं जाना आम गोटे शब्दर उत्तर दियो गोपीनाथ महांती केबे जन्मग्रहण करते 1914 मसीहा एप्रिल 20 तारिख में गोपीनाथ महांती जन्मग्रहण करते गोपीनाथ महांती माता नाम दुर्गावती माटीमडार उपन्यासक होती गोपीनाथ महांती मन रखिए परवर्ती प्रश्न देखा
देख गोपीनाथ महांती केबे केंद्र साहित्य एकाडेमी पुरस्कार पाइथिले केंद्र साहित्य एकाडेमी पुरस्कार 1995 मसीह कला शक्ति आलोचना ग्रंथ कहार रचना गोपीनाथ महांती आत्मजीवन नाम शतश्रुति बहुत माने माने ये इम्पोर्टाट आत्मजीवन हूँ शतश्रुति है शतश्रुति केउ नई उपत्यका भितर कौन रूपार हसधार बही जाऊला जोटा कि मरान नई है यहाँ पढ़ी मुरान नई है जोटा कि केउ नई उपत्यकार भितर रूपार हसधार बही हसधार पर बही जाऊला बही जाइए जोटा कि मुरान नई क्या पाखर ये विराट उई हुंका ठिया होती दादीगुड़ा पाखर ठेंगाजानी कार पुओ राम नायकर है राम नायकर पुओ ठेंगाजानी तो संज हेले ठेंगाजानी कौन बजाए डुंगु डुंगा बजाए दादीगुड़ा ये क्वेश्चन अच्छे हरिजानी झीर नाम कौन सारियादान हरिजानी झीर नाम सारियादान गाँ दाण्डे कौन नहीं सारियादान जाऊला मक्का औपन्यासिक सुरेन्द्र महांती गोटे राजनैतिक उपन्यास नाम लोक अंधदिगंत कॉलेज बॉय उपन्यास रचयिता किए औपन्यासिक सुरेन्द्र महांती सहस्र सज्जार नायिका उपन्यास रचयिता किए सुरेन्द्र महांती क्यों उपन्यास पर सुरेन्द्र महांती केंद्र साहित्य एकाडेमी पुरस्कार पाई नीलशैल है नीलशैल उपन्यास पर केंद्र साहित्य एकाडेमी पुरस्कार सुरेन्द्र महांती पाई कृष्णाबेणीर संध्या उपन्यास औपन्यासिक किए सुरेन्द्र महांती कूलबुद्ध उपन्यास पर सुरेन्द्र महांती क्यों पुरस्कार पाई सारला पुरस्कार दड़ दादी बड़ पुओ किए नीलांबर किए मुक्तापुर महांती साई दशहरा बेले सरस्वती पूजार विधान आरंभ करते निशामणि महांती बुझे परवर्ती देखा देख मुक्तापुर महांती साहिर अष्टभुजा सरस्वती मूर्ति किए गढ़ी लक्ष्मी महाराणा देवी केउ बाहन आसुँच अश्ववाहन गोटे वाक्य उत्तर लेख गोटे वाक्य उत्तर लेख गोपीनाथ महांती केउठार जन्मग्रहण करते तो गोपीनाथ महांती कटक जिलार नागाबाड़ी ठारे जन्मग्रहण करते गोपीनाथ महांती पिता नाम गोपीनाथ महांती पिता नाम हूँ सूर्यमणि महांती अनड़ नल उपन्यासटीर कहार रचना अनड़ नल उपन्यासटीर औपन्यासिक गोपीनाथ महांती धूलिमाटीर सन्त जीवनी ग्रंथ किए रचना करते धूलिमाटीर सन्त यहाँ गोपीनाथ महांती कंद भाषा बुढ़ार अर्थ कौन कंद भाषा बुढ़ार अर्थ बापर बापू को आम बुढ़ा बोली कहते क्वेश्चन आसीपे एभलिया क्वेश्चन राम नायक क्यों बह करथिला राम नायक उदुलिया बह है से माने धरिकी पलैला उदुलिया जहाँ कहुए बाघडुमा देखा किपर बाघडुमा देखा 7-8 वर्षर पुरुष पिलाटीए परी टुंड लाल मुंड चांदल आउ लाल आखिरे हलदिया पर देखा है एलिओ प्राचीन राम नायक ना राम नायक ना परम पिता गोटे प्रार्थना कर कौन गाई एलिओ प्राचीन राम नायक ना परम पिता गोटे प्रार्थना कर हालेलुया बोली गाँव कहीं से क्रिश्चियन लोक थे है नीलशैल उपन्यास रचयिता किए नीलशैल उपन्यास रचयिता होते सुरेन्द्र महांती आजीवकर अट्टहास उपन्यास को औपन्यासिक कौन थे आजीवकर अट्टहास उपन्यास औपन्यासिक होते नाम सुरेन्द्र महांती है दल दादी बड़ झीर नाम कौन दल दादी बड़ झीर नाम कुमुद मन रखिए निहाती सूर्यमणि हाँ एत क्वेश्चन आसबने देख 2 मार्क मैंने गोटे कम कर स्क्रीनशॉट मार दिखाँ है आ गोटे यूनिट रहा बोधे गोपीनाथ महांती गल्प गुड़क नाम लेख देख निहाती भाव में गल्प माने मन रखिए है हरि कौन देख परवर्ती हरिजानी केउ मानक डुमा बोली कहते यहाँ दादी बुढ़ारू आसी 2 मार्कर दादी बुढ़ा को 7 बेंटिया किपरि करागला 7 बेंटिया किपरि करागला लिखिए कमिलर गड़ किपरि मचकी जाइए है माने ये जाइए उदुलियार विवाह किपर होता है उदुलिया विवाह किपर होता है तार लिखिए आप स्क्रीनशॉट मार दिखाँ सरस्वती ढिया चारिपाखे कौन थी है माली मिश्रे कौन देखी चारिआडे हुरी पकई देखिए बर्तमान आम तृतीय यूनिट्रु देखा तृतीय यूनिट्रु देखो रेवती अच्छे एवं बजे शिकार तिमिरी फूल यार सर्ट क्वेश्चन आप बहुत इंपोर्टाट है समस्त वीडियो को लास्ट तक देखिए आ गोटे यूनिट रही जाइए तो फकीरमोहन सेनापति केबे जन्मग्रहण करते 1843 मसीह जन्मग्रहण करते फकीरमोहन सेनापति क्यों तिथि जन्म करते मकर संक्रांति तिथि जन्म करते चाटशाली विद्यारंभ कला बेलू फकीरमोहन को केते बयस होता 9 वर्ष होता केबे फकीरमोहन सेनापति सरस्वती उपाधि भूषित होते केबे यहाँ आमर 1916 मसीह निम्नलिखित मध्य क्योंटी फकीरमोहन प्रथम गल्प अटे फकीरमोहन प्रथम गल्प अटे लछमनिया यहाँ आमर रेवती प्रथम गल्प रेवती है प्रथम गल्प फकीरमोहन प्रथम गल्प किए कौन रेवती यहाँ भूल देती है रेवती है ठीक आंसर परवर्ती देखा फकीरमोहन सर्वमोट केतोटी गल्प रचना करछन्ती 20टी गल्प तांकर गल्प संकलन के 20टी एटा ठीक अछि श्यामाबंधु महांती को मासको दरमा केते टंका मिलुथला 2 टंका जमीदार केते जमी कोन
କ'ଣ ବିକିବାକୁ ଦେଇଥିଲେ 3.5 ମାଣ। ବାସୁଦେବର ଜାତି କ'ଣ? ଶୂଦ୍ର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଶ୍ୟାମବନ୍ଧୁ ମହାନ୍ତି କେଉଁ ରୋଗରେ ମୃତ୍ୟୁବରଣ କରୁଥିଲେ? ବାଡ଼ି ରୋଗର ଅନ୍ୟ ନାମ କ'ଣ? ହଇଜା। ହେଲା। ନେକ୍ସଟ ଦେଖନ୍ତୁ, କେତେ ବର୍ଷ ବୟସରେ ଗୋଦାବରୀଶ ମହାପାତ୍ର ବାଣପୁର କାବ୍ୟ ରଚନା କରୁଥିଲେ? 13 ବର୍ଷ। ଗୋଦାବରୀଶ ମହାପାତ୍ର କେବେ ଜନ୍ମଗ୍ରହଣ କରୁଥିଲେ? 1998। ଗୋଦାବରୀଶ ମହାପାତ୍ରଙ୍କ ପ୍ରଥମ ଗଳ୍ପର ନାମ କ'ଣ? ପରିମଳ। ପରିମଳ ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ବାଣୀ। ଗରିବ ଭଗବାନ ଗଳ୍ପର ଗାଳ୍ପିକ କିଏ? ଏଇଟା ଆପଣଙ୍କର ଗୋଦାବରୀଶ ମହାପାତ୍ର। ତ ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋଦାବରୀଶ ମହାପାତ୍ରଙ୍କର ଗଳ୍ପ ନୁହେଁ? ଏଇଟା ଆପଣଙ୍କର ରେବତୀ। ନୀଳ ମାଷ୍ଟ୍ରଣୀ ଗଳ୍ପର ଗାଳ୍ପିକ କିଏ? ଗୋଦାବରୀଶ ମହାପାତ୍ର। ନିମ୍ନଲିଖିତ ମଧ୍ୟରୁ କେଉଁ ପତ୍ରିକାର ପ୍ରତିଷ୍ଠାତା ଗୋଦାବରୀଶ ମହାପାତ୍ର ଥିଲେ? ନିଆଁଖୁଣ୍ଟା। କାହାର କର୍ଣ୍ଣଧ୍ୱନି ବେଣୁଧରର ମୋହ ଭାଙ୍ଗି ପାରିନାହିଁ? କାହାର? ଏଇଟା ଆପଣଙ୍କର କପୋତ। ବେଣୁଧରର ବୟସ କେତେ ଥିଲା? 17 ବର୍ଷ ଥିଲା। ହେଲା, 17 ବର୍ଷ ଥିଲା। ଗାଳ୍ପିକ ଭଗବତୀ ଚରଣ ପାଣିଗ୍ରାହୀଙ୍କ କେବେ ଜନ୍ମ ହୋଇଥିଲା? 1908 ମସିହା। ଓଡ଼ିଶାର ଶ୍ରେଣୀ ଚେତନା ସାମ୍ୟବାଦୀ ଧାରାର ଆଦ୍ୟ ପ୍ରବର୍ତ୍ତକ କିଏ ଥିଲେ? ଭଗବତୀ ଚରଣ ପାଣିଗ୍ରାହୀ। ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ? ଭଗବତୀ ଚରଣ ପାଣିଗ୍ରାହୀ। ଦେଖିବା ଆଉ ପରବର୍ତ୍ତୀ ପ୍ରଶ୍ନ, ଭଗବତୀ ଚରଣ ପାଣିଗ୍ରାହୀଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପର ନାମ କ'ଣ? ଜଙ୍ଗଲି। ଜଙ୍ଗଲି ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ଦେଖିବା, ଘିନୁଆର ସବୁ ଜମିବାଡ଼ି କିଏ ଅକ୍ତିଆର କରିଦେଇଥିଲେ? କିଏ? ଏଇଟା ଆପଣଙ୍କର ଗୋବିନ୍ଦ ସରଦାର। ସାହେବ ଡୋରାକୁ କେତେ ଟଙ୍କା ବକ୍ସି ଦେଇଥିଲେ? 500 ଟଙ୍କା। ଗାଳ୍ପିକ ଅଖିଲମୋହନ ପଟ୍ଟନାୟକ କେବେ ଜନ୍ମଗ୍ରହଣ କରୁଥିଲେ? 1927 ମସିହାରେ। ଝରଳ ଇଗର ଧରଣୀର କୃଷ୍ଣାସାର ଗଳ୍ପର ରଚୟିତା କିଏ? ଏଇଟା କିଏ ଲେଖିଛନ୍ତି? ଆପଣଙ୍କର ଅଖିଲମୋହନ ପଟ୍ଟନାୟକ ଲେଖିଛନ୍ତି। ଅନ୍ଧଗଳି ଗଳ୍ପର ଗ୍ରନ୍ଥ ରଚୟିତା ଅଖିଲମୋହନ ପଟ୍ଟନାୟକ ଲେଖିଛନ୍ତି। ବୁଝିପାରିଲେ? ପରବର୍ତ୍ତୀ ପ୍ରଶ୍ନ, କେଉଁ ଗଳ୍ପ ପାଇଁ ଅଖିଲମୋହନ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର? ଅନ୍ଧଗଳି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଅଖିଲମୋହନ ପଟ୍ଟନାୟକ। ଅଖିଲମୋହନ ପଟ୍ଟନାୟକ କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର? ଏଇଟା ଆପଣଙ୍କର ଅନ୍ଧଗଳି ପାଇଁ 1981 ମସିହାରେ ବା ଖ୍ରୀଷ୍ଟାବ୍ଦରେ ଆପଣଙ୍କର ପାଇଥିଲେ। ଡିମିରି ଫୁଲ ଗଳ୍ପର ଚରିତ୍ର ଅଶୋକ କେଉଁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ୁଥିଲା? ଏଇଟା ଆପଣଙ୍କର ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ। ପୂଜା ଛୁଟିରେ ଅଶୋକ କେଉଁଠାକୁ ବୁଲିବାକୁ ଯାଇଥିଲା? ଗୌହାଟୀ। ହେଲା। ଦେଖିବା ଆଉ କ'ଣ ଅଛି ପରବର୍ତ୍ତୀ ପ୍ରଶ୍ନ, ଫକୀରମୋହନ ସେନାପତିଙ୍କର ମାତାଙ୍କ ନାମ ତୁଳସୀ ଦେବୀ। ଫକୀରମୋହନ ସେନାପତି ପିତୃଦତ୍ତଙ୍କ ନାମ ବ୍ରଜମୋହନ। ମନେ ରଖିବେ। ହେଲା। ଧୂଳିଆ ବାବା ଗଳ୍ପର ଗାଳ୍ପିକ କିଏ? ଧୂଳିଆ ବାବା କିଏ ଲେଖିଛନ୍ତି? ଫକୀରମୋହନ ସେନାପତି। ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପ ନାମ ରେବତୀ କେତେ ମସିହାରେ? 1877 ମସିହାରେ। ହେଲା, ପ୍ରକାଶିତ ହୋଇଥିଲା। କଟକ ଜିଲ୍ଲାର ହରିହରପୁର ପରଗଣା ମଧ୍ୟରେ କ'ଣ ମଫସଲ ଗ୍ରାମଟିର ନାମ କ'ଣ? ପାଟପୁର। ଜମିଦାର ତରଫରୁ ଗ୍ରାମର କରଣ ଭାବରେ କିଏ ରହିଥିଲେ? ଶ୍ୟାମବନ୍ଧୁ ମହାନ୍ତି। ବାସୁଦେବଙ୍କ ପିଲାଦିନେ କେଉଁ ରୋଗ ହୋଇଥିଲା? ପିହୁଳା ରୋଗ। ରେବତୀକୁ ପ୍ରତିଦିନ ପାଠ ପଢ଼ାଇବାକୁ କିଏ ଆସନ୍ତି? ବାସୁଦେବ। ହେଲା। ତ ଏଇଟା ଆପଣ ଦେଖିଦେବେ, ଟିକେ ମନେ ରଖ କେଉଁଟା ଆମେ ଇମ୍ପୋର୍ଟାଣ୍ଟ ତାହା ଦେଖିବା। ହେଲା। ମଣିଷର ବଞ୍ଚେ କିପରି ଗଳ୍ପର ଏଇଟା ନାହିଁ। ତ ଆଉ ଅଛି କ'ଣ? ଝଡ଼ ଗଳ୍ପର ଗାଳ୍ପିକ କିଏ? ଭଗବତୀ ଚରଣ ପାଣିଗ୍ରାହୀ। ହେଲା। ଝଡ଼ ଗଳ୍ପର ଗାଳ୍ପିକ ଭଗବତୀ ଚରଣ ପାଣିଗ୍ରାହୀ। ତ ଦେଖିଦେବେ। ଆଉ ଅଛି ଆପଣଙ୍କର ଗୋଟିଏ ବାକ୍ୟରେ ଫକୀରମୋହନ ସେନାପତିଙ୍କ ପିତାଙ୍କ ନାମ। ଏଇଟା ସେଇ ଗୋଟିଏ କୋଶ୍ଚିନ୍ ହେଇ ପଡ଼ିଛି। ରେବତୀ ଗଳ୍ପଟି କେବେ ପ୍ରକାଶିତ ହୋଇଥିଲା? ଦେଖ, ରେବତୀ ଗଳ୍ପଟା 1898 ହେଲା। ମୁଁ 1877 ବୋଲି କହୁଛି। 1877 1898 ମସିହାରେ ପ୍ରକାଶିତ ହୋଇଥିଲା ରେବତୀ ଗଳ୍ପ। ହେଲା। ଦେଖନ୍ତୁ, ଫକୀରମୋହନ କ୍ଷୁଦ୍ର ଗଳ୍ପ ସ୍ୱଳ୍ପ ପ୍ରଥମ ଭାଗ ଦ୍ୱିତୀୟ ଭାଗ ସଂକଳିତ ରେବତୀ ଗଳ୍ପଟି କେବେ ପ୍ରକାଶିତ ହୋଇଥିଲା? ଏଇଟା ଆମକୁ 1898ରେ। ବୁଝିପାରିଲେ? ତ ଦେଖିବା ଆଉ ପରବର୍ତ୍ତୀ କ'ଣ ମାନେ ସିଲେକ୍ସନ୍ କୋଶ୍ଚିନ୍ କ'ଣ ଆସିବ ଆମକୁ ମୁଁ କହିଯାଉଛି। ହେଲା। ଫକୀରମୋହନଙ୍କ ସେନାପତି କେଉଁଠାରେ ଜନ୍ମ ହୋଇଥିଲା? ଏଇଟା ସେ ଗୋଟିଏ ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାରମ୍ବାର ମନେ ରଖନ୍ତୁ କୋଶ୍ଚିନ୍ ଆସିବ। ଗୋଦାବରୀଶ ମହାପାତ୍ରର ପ୍ରଥମ ଗଳ୍ପ କେବେ ପ୍ରକାଶିତ ହୋଇଥିଲା? ତ ଗୋଦାବରୀଶ ମହାପାତ୍ରଙ୍କ ପ୍ରଥମ ଗଳ୍ପ କେବେ ପ୍ରକାଶିତ? 1919 ମସିହାରେ ପ୍ରକାଶିତ ହୋଇଥିଲା। ମାଟିର ମାୟା ଗଳ୍ପର ଗାଳ୍ପିକ କିଏ? ମାଟିର ମାୟା ଗଳ୍ପର ଗାଳ୍ପିକ ଗୋଦାବରୀଶ ମହାପାତ୍ର। ମନେ ରଖିବେ। ଆଉ କ'ଣ କୋଶ୍ଚିନ୍ ଅଛି ଦେଖିବା। କ'ଣ ପ୍ରଥମ ଶେଷ ଗଳ୍ପ ସଂକଳନର କାହାର ରଚନା? ପ୍ରଥମ ଶେଷ ଗଳ୍ପ ସଂକଳନ ଅଖିଲମୋହନ ପଟ୍ଟନାୟକ ଲେଖିଛନ୍ତି। ବୁଝିପାରିଲେ? ତ ଏଇଭଳିଆ କୋଶ୍ଚିନ୍ ଆପଣଙ୍କର ଆସିବ। ଆଉ ଦେଖିବା କ'ଣ ଆସିଛି ଆମେ ଦେଖିଦେବା। ତ ସେ ଦେଖନ୍ତୁ 2 ମାର୍କର କୋଶ୍ଚିନ୍ ଆପଣ ଟିକେ ଏହାକୁ ଆପଣ ସ୍କ୍ରିନଶଟ୍ ମାରିଦେବେ। ଶ୍ୟାମବନ୍ଧୁ ମହାନ୍ତିଙ୍କ ଘରେ କିଏ କିଏ ରହୁଛନ୍ତି? ବାପା ପାଖରେ ବୁଲିବାକୁ ନାହିଁ, ଦେହ ବାପକୁ ଟିକେ ଦେଖିଦେବେ। ଆପଣ ସ୍କ୍ରିନଶଟ୍ ମାରିଦେବେ। ହେଲା। ଏଇ ଯାକ ସମସ୍ତେ ସ୍କ୍ରିନଶଟ୍ ମାରିଦେବେ। ତ ଆମେ ନେକ୍ସଟ ପଢ଼ିବା। ଲାଷ୍ଟ ୟୁନିଟ୍ ଅଛି ଆମଙ୍କର, ଆଉ ଟିକେ ରହିଲା। ସମସ୍ତେ ଲାଷ୍ଟକୁ ଦେଖିବେ। ହେଲା। ତ ଏଇଟା ତୁମକୁ ଘିନୁଆ ଶିକାର କିପରି କରେ? ହେଲା। ସେ ଶିକାର କିପରି କରେ? ଘିନୁଆ ଗୋବିନ୍ଦ ସଦାକୁ କାହିଁକି ମାରୁଥିଲା? ଘିନୁଆ ଫାଶୀ ଦିଆଯିବା ଦିନ କ'ଣ ତାକୁ ଦରକାର ବୋଲି ପଚାରିବାକୁ ସେ କ'ଣ ଉତ୍ତର ଦେଲା? ହେଲା। ମଞ୍ଜୁ କିପରି ମୃତ୍ୟୁବରଣ କରିଥିଲା? ଏଇଟା ବହୁତ ଇମ୍ପୋର୍ଟାଣ୍ଟ।
ମଞ୍ଜୁ କିପରି ମୁଦ୍ରଣ କରିଥିଲେ। ଅଶୋକ ନିଜର ପରିଚୟ ଦେଇ ଭଦ୍ର ଲୋକଙ୍କୁ କ'ଣ କହିଥିଲେ ହେଲା। ଏବେ ଦେଖିବା ଲାଷ୍ଟ ଚତୁର୍ଥ ଏକକର ସୁନା ମେଡ଼ାଲ ଅଛି ମନୋଜ ଦାସ କଲାପଥର ଆରପଟେ ଶାନ୍ତନୁ କୁମାର ଆଚାର୍ଯ୍ୟ। ତ ଯାହା ବି ଗପପୁର ଅଛି ମଙ୍କର ଲାଷ୍ଟ ଆମେ ଛାଡ଼ିଦେବା ସର୍ଟ କୋଶ୍ଚିନ୍ କେମିତି ଆସିବ ବୁଝିପାରିଲେ। ତ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ କେବେ ଜନ୍ମ କରିଥିଲେ 1933 ମସିହାରେ। କେବେ ଶାନ୍ତନୁ କୁମାର ଆଚାର୍ଯ୍ୟ ଅଧ୍ୟାପନା ବୃତ୍ତିରେ ଯୋଗ ଦେଇଥିଲେ କେବେ ଏଇଟା ଆପଣଙ୍କର 1958 ମସିହାରେ। ନରକିନ୍ନର ଉପନ୍ୟାସର ରଚୟିତା କିଏ ମନୋଜ ଦାସ। ମନମର୍ମର ଗଳ୍ପର ଗ୍ରନ୍ଥ ରଚୟିତା କିଏ ଶାନ୍ତନୁ କୁମାର ଆଚାର୍ଯ୍ୟ। ପରବର୍ତ୍ତୀ ପ୍ରଶ୍ନ ଦେଖିବା ନିମ୍ନଲିଖିତ ମଧ୍ୟରୁ କେଉଁଟି ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଗଳ୍ପ ଗ୍ରନ୍ଥ ଅଟେ। ତ ଏଇଟା ଆପଣଙ୍କର କରଞ୍ଜିଆ ଡାଏରୀ। ଶାନ୍ତନୁ କୁମାର ଆଚାର୍ଯ୍ୟ କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ 1993 ମସିହାରେ। ନନ୍ଦଦୁଲାର ଯାତ୍ରା କରିଥିବା ପ୍ଲେନ୍ରେ ସିଟ୍ ସଂଖ୍ୟା କେତେ ଥିଲା 400 ସିଟ୍ ଥିଲା। କେଉଁମାନେ ନିରାମିଷା ବୋଲି କୁହାଯାଇଛି ବୈଷ୍ଣବମାନେ ନିରାମିଷା ବୋଲି କହୁଥିଲେ। ପରବର୍ତ୍ତୀ ଦେଖନ୍ତୁ ଭଦ୍ରମହିଳା ଜଣକ ତାଙ୍କର ବୟସ କେତେ ବୋଲି ନନ୍ଦଦୁଲାର କହିଥିଲେ କେତେ ବର୍ଷ ବୋଲି 110 ବର୍ଷ। କେଉଁ ଦେଶର ନାଁ ନନ୍ଦଦୁଲାର ପାଇଁ ଅଶ୍ରୁତ ଥିଲା ଅଜର ବୈଜାନ। ଗାଳ୍ପିକ ବୀଣାପାଣି ମହାନ୍ତି କେବେ ଜନ୍ମ କରିଥିଲେ 1936 ମସିହାରେ। କସ୍ତୁରୀ ମୃଗ ସବୁଜ ଅଣ ଗଳ୍ପ ସଂକଳନ ରଚୟିତା କିଏ ଏଇଟା ଆପଣଙ୍କର ବୀଣାପାଣି ମହାନ୍ତି ହେଲା। ବୀଣାପାଣି ମହାନ୍ତି କସ୍ତୁରୀ ମୃଗ ଓ ସବୁଜ ଅଣ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ନିମ୍ନଲିଖିତ ମଧ୍ୟରୁ କେଉଁଟି ବୀଣାପାଣି ମହାନ୍ତିଙ୍କ ରଚନା ନୁହେଁ ନଣ୍ଡା ବରଗଛ ହେଲା। ନଣ୍ଡା ବରଗଛ ନୁହେଁ ଏଇଟା ତାଙ୍କର ଅଛି ହେଲା ଅନ୍ଧକାରର ଛାଇ। ଗାଳ୍ପିକ ବୀଣାପାଣି ମହାନ୍ତି କେଉଁ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କସ୍ତୁରୀ ମୃଗ ହେଲା ଓଡ଼ିଶା ସାହିତ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଟିକେ ପୂର୍ବରୁ ପଡ଼ିଥିଲେ। ପରବର୍ତ୍ତୀ ଗାଳ୍ପିକ ବୀଣାପାଣି ମହାନ୍ତି କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି କେବେ ଏଇଟା 1990 ମସିହାରେ। ଯୋଗୁ ବେହେରା କେବେ ଜମି ବିକ୍ରି କରି ପାଟ ଦେଇଙ୍କ ବାହାଘର କରିଥିଲା 5 ମାନେ କେତେ ହେଲା ଏଇଟା କେବେ ହେଇଛି କେତେ ଏଇଟା ହେବ 5 ଗୁଣ୍ଠ। ପାଟ ଦେଇ ସ୍ୱାମୀ କେଉଁ ଆଡ଼େ ପଳାଇଥିଲା କଳିକତା ଯାଇଥିଲା। ପାଟ ଦେଇ ମୁହଁରେ ଗାମୁଛା ମାଡ଼ି କିଏ ଟେକି ନେଇଥିଲେ ରମୁ ହେଲା। ରମୁ ଗୋପୀ ଯାହା ଥିଲେ ପଡ଼ିଥିବେ। ପାଟ ଦେଇକୁ କିଏ କଟକରେ ଛାଡ଼ି ଦେଇ ଆସିଥିଲା ହରିଆ ବାଉରୀ ହେଲା। ରାମଚନ୍ଦ୍ର ବେହେରା କେବେ ଜନ୍ମ କରିଥିଲେ 1945 ମସିହାରେ। କେଉଁ ବିଶ୍ୱବିଦ୍ୟାଳୟରୁ ରାମଚନ୍ଦ୍ର ବେହେରା PhD ଉପାଧି ପ୍ରାପ୍ତ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ। ପରବର୍ତ୍ତୀ ପ୍ରଶ୍ନ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ପ୍ରଥମ ଗଳ୍ପର ନାମ କ'ଣ। ପ୍ରଥମ ଗଳ୍ପଙ୍କର ନାମ ହେଉଛନ୍ତି ଶେଷ ସୂର୍ଯ୍ୟର ବହ୍ନି ବହୁତ ଇମ୍ପୋର୍ଟାଣ୍ଟ। ଶେଷ ସୂର୍ଯ୍ୟର ବହ୍ନି ଗଳ୍ପର ପ୍ରକାଶ କେବେ 1970। ଶେଷ ସୂର୍ଯ୍ୟର ବହ୍ନି ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶ ହୋଇଥିଲା ନବରବି ମନେ ରଖିବେ ନବରବି ପତ୍ରିକାରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା କେଉଁ ଗଳ୍ପ ସଂକଳନ ପାଇଁ ରାମଚନ୍ଦ୍ର ବେହେରା ସାଲା ପୁରସ୍କାର ପାଇଥିଲେ ଓ କାରଧନୀ ପାଇଁ ମନେ ରଖିବେ ଓ କାରଧନୀ ପାଇଁ ହେଲା। କେବେ ରାମଚନ୍ଦ୍ର ବେହେରାଙ୍କୁ ବିଶ୍ୱ ସମ୍ମାନିତ କରିଥିଲେ 1999 ମସିହାରେ। ଭଗ୍ନାଂଶର ସ୍ୱପ୍ନ ଗଳ୍ପର ସଂକଳନକାର ରଚନା ରାମଚନ୍ଦ୍ର ବେହେରା। ନିରାକାରର ଘରଠାରୁ ନଈର ଦୂରତା କେତେ 2 କିଲୋମିଟର ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆସେ। କେତେ କିଲୋମିଟର ପରେ କ'ଣ ତନଶଳାର ହାୱା ପଡ଼େ ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। କେତେ କିଲୋମିଟର 5 କିଲୋମିଟର ପରେ ତନଶଳା ମାନେ ହାୱା ପଡ଼େ ତା ହାୱା ରାସ୍ତା ପଡ଼ିଥାଏ ଏଇଟା ଆପଣଙ୍କର ନିରାକାରଙ୍କର ଘରଠୁ ହେଲା। ଗାଳ୍ପିକ ମନୋଜ ଦାସ କେବେ ଜନ୍ମ କରିଥିଲେ 1934 ମସିହାରେ। ମନୋଜ ଦାସ ପଞ୍ଚବିଂଶ ଶତାବ୍ଦୀରେ ଗଳ୍ପ ସଂକଳନର ରଚୟିତା କିଏ ମନୋଜ ଦାସ। ପରବର୍ତ୍ତୀ ଦେଖନ୍ତୁ ନିମ୍ନଲିଖିତ ମଧ୍ୟରୁ କେଉଁଟି ମନୋଜ ଦାସଙ୍କର ରଚନା ବିଶ୍ୱକନ୍ୟାର କାହାଣୀ ହେଲା। କେଉଁ ଗଳ୍ପ ସଂକଳନ ପାଇଁ ମନୋଜ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଅରଣ୍ୟ ହେଲା। ଅରଣ୍ୟ ପାଇଁ ସେ ମନୋଜ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଗାଳ୍ପିକ ମନୋଜ ଦାସ କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ 1972 ମସିହା ପାଇଁ 72 ମସିହାରେ ହେଲା। କଥା ସାହିତ୍ୟ ପାଇଁ କେବେ ମନୋଜ ଦାସ ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ କେବେ 1995 ମସିହାରେ। ଚୌଧୁରୀଙ୍କର କେତେ ଟଙ୍କା ସରକାରଙ୍କ ଉପରେ ବାକି ଥିଲା 10,000 ଟଙ୍କା। ଜନକ ନନ୍ଦିନୀ ନାଟକର କୃଷ୍ଣ ଏଇଟା ସୁନା ମେଡ଼ାଲ ଏଇଟା ଦେଖନ୍ତୁ ସୁନା ମେଡ଼ାଲ ପାଇଁ ପାଇବା ପାଇଁ କୃଷ୍ଣଚନ୍ଦ୍ର କେଉଁ ଭୂମିକାରେ ଅଭିନୟ କରିଥିଲେ ଆପଣଙ୍କର ଦଶରଥ ହେଲା। ଏଇଟା ସର୍ଟ କୋଶ୍ଚିନ୍ ଥିଲା ବହୁତ ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ଥିଲା ଆପଣଙ୍କର 1 ମାର୍କ ଦେଖିବା। ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ କେଉଁଠାରେ ଜନ୍ମ କରିଥିଲେ କଟକ ଜିଲ୍ଲାର ସିଦ୍ଧେଶ୍ୱରପଦାରେ। ଶାନ୍ତନୁ କୁମାର ଆଚାର୍ଯ୍ୟ ମାତାଙ୍କ ନାମ କ'ଣ ଥିଲା କୃଷ୍ଣପ୍ରିୟା ଦେବୀ। ଶତାବ୍ଦୀର ନଚିକେତା ଉପନ୍ୟାସ ରଚୟିତା କିଏ ଶାନ୍ତନୁ କୁମାର ଆଚାର୍ଯ୍ୟ। ଦୁର୍ବାର ଗଳ୍ପ ଗ୍ରନ୍ଥ କାହାର ରଚନା ଶାନ୍ତନୁ କୁମାର ଆଚାର୍ଯ୍ୟ। କେତେ ବର୍ଷ ତଳେ ନନ୍ଦଦୁଲାରଙ୍କ ଓଡ଼ିଶାରୁ ଆମେରିକା ଆସିଥିଲା 5 ବର୍ଷ ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଲା। ତ ଯାହା ବି ଠିକ୍ ହେଇଛି ତାହାକୁ ଟିକେ ଅଧିକ ଇମ୍ପୋର୍ଟାଣ୍ଟ ଦେବା। ଗାଳ୍ପିକ ବୀଣାପାଣି ମହାନ୍ତି ପିତାଙ୍କ ନାମ କ'ଣ ଚତୁର୍ଭୁଜ ହେଲା। ବୀଣାପାଣି ମହାନ୍ତିଙ୍କ ମାତା ହେଉଛନ୍ତି ଶ୍ରୀମତୀ କୁମୁଦିନୀ ମହାନ୍ତି। ଆଉ ଅଛି ଟିକେ ରହିଲା ବୀଣାପାଣି ମହାନ୍ତି ପ୍ରକାଶ କରିଥିବା ହାତଲେଖା ପତ୍ରିକାର ନାମ କ'ଣ ଥିଲା ଆଲୋକ ହେଲା। ନବତରଙ୍ଗ ଗଳ୍ପ ସଂକଳନ ରଚୟିତା କିଏ ଆପଣଙ୍କର ବୀଣାପାଣି ମହାନ୍ତି। ଗାଳ୍ପିକ ବୀଣାପାଣି ମହାନ୍ତି କେବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ 1970 ମସିହାରେ। ପାଟ ଦେଇକୁ କିଏ ତାସ ଖେଳିବା ପାଇଁ କହୁଥିଲେ ପଡ଼ୋଶୀ ଘରର ମଣି ଭାଉଜ ଶାଶୁ ପାଟ ଦେଇ ସମ୍ପର୍କ କ'ଣ ହେବେ ଖୁଡ଼ି ହେବେ। ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ପିତାଙ୍କ ନାମ କ'ଣ ଲକ୍ଷ୍ମୀ ବେହେରା ବୁଝିପାରିଲେ। ଦ୍ୱିତୀୟ ଶ୍ମଶାନ ଗଳ୍ପ ସଂକଳନ ରଚୟିତା କିଏ ରାମଚନ୍ଦ୍ର ବେହେରା। ପରବର୍ତ୍ତୀ ଗପପୁର ପାଇଁ ରାମଚନ୍ଦ୍ର ବେହେରା କେଉଁ ପୁରସ୍କାର ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କାହାର ଲେମ୍ବୁ ଗଛ କଙ୍କାଳ ଭଳି ଦେଖାଯାଉଥିଲା ଅଭିରାମଙ୍କର। ତୁମେ ଅରୁଣଙ୍କୁ
आउ थे पचारि आसुर किए कहते सुमित्रा कहते स्वामी को है निराकार स्त्री नाम कौन सुमित्रा निराकार हूँ स्वामी स्त्री हूँ सुमित्रा आरण गल्प संकलन रचयिता किए गाल्पिक मनोज दास लक्ष्मीर अविष्कार कहार रचना मनोज दास बुझीपारे क्यों गल्प संकलन मनोज दास केन्द्र साहित्य अकादमी पुरस्कार पाई मनोज दास कथा और कहानी बहुत इम्पोर्टाट मनोज दास कथा और कहानी केन्द्र साहित्य अकादमी पुरस्कार पाई है गाल्पिक मनोज दास केवे सारा पुरस्कार 1981 मसीह कृष्णचंद्र कहार हाथों मेडाल नेबा चाहूले नंद चौधरी बहुत इम्पोर्टाट कृष्णचंद्र सुना मेडाल पाइबा उचित बोली किए कहते नंद चौधरी कहते बुझीपारे लास्ट देखो रहा आपंकर शांतनु कुमार आचार्य पिता नाम कौन ये देखिए एत इम्पोर्टाट नुह गाल्पिक बीणापाणी महंती केउठार जन्मग्रहण करते है ठीक मुझे मार्च ताकि अधिक देव चांदोला ग्राम जन्मग्रहण करते गाल्पिक बीणापाणी महंती केवे साहित्य भारत सम्मान पाई 2001 मसीह साहित्य सम्मान सम्मानित होते केवे बीणापाणी महंती अति बड़ी जगन्नाथ पुरस्कार पाई केवे ये 2019 मसीह पाटदे अंटा को किए गोईठाटे मारी पाटदे अंटा को यहाँ मणि भाउज गोईठाटे मारी गाल्पिक रामचंद्र बेहेरा माता नाम ये देखिए रामचंद्र बेहेरा केउठार जन्म होते अचिन्हा पृथ्वी गल्प संकलन कहार रचना अचिन्हा पृथ्वी गल्प संकलन ये रामचंद्र बेहेरा है तो ये थी बहुत इंपोर्टाट क्वेश्चन तो देख आउ टिके रहा गपपुर गल्पर नायक कि गपपुर गल्प नायक होती निराकार है जे कि मुख्य चरित्र बोली कहुए गाल्पिक मनोज दास केउठार जन्म करते गाल्पिक मनोज दास बालेश्वर जिलार एक समुद्रकूलिया गाँ संख्यार जन्मग्रहण करते समुद्र क्षुदा गल्प संकलन नाम कौन समुद्र क्षुदा गल्प संकलन रचित होती मनोज दास क्यों इंग्राजी पत्रिकार मनोज दास संपादन होता तो हेरिटेज पत्रिकार केते वर्ष तले यात्रा दल भांगी जाता प्राय 20 वर्ष है तो ये देखिए बहुत इम्पोर्टेंट तो ये देखो 2 मार्क स्क्रीनशॉट मारिक पढ़ीदेवे आउ ये लास्ट जो मैंने भी लास्ट वीडियो को देखी बहुत हेल्पफुल हो पार एग्जाम पे समस्ते प्रिपेरेसन करूँ है तो यार कौन स्क्रीनशॉट मार दिंतु 2 मार्क तो आज ये आशा करूँ किसी मात्रा वीडियो भल लगे समस्त वीडियो को समस्त लास्ट देखिए समस्त वीडियो को समस्त लाइक कर चैनल को चैनल को सब्सक्राइब कर ये रही धन्यवाद।